ଓଡ଼ିଶାବାସୀ ମୋର ସମସ୍ତଙ୍କୁ ନମସ୍କାର। ଦେଖନ୍ତୁ ଆମ ନବୀନ ପଟ୍ଟନାୟକ ସାର୍ ଦୀର୍ଘ 24 ବର୍ଷ ହେଲା ଓଡ଼ିଶାକୁ ଶାସନ କରୁଥିଲେ। ଆଜି ସେ ହାରି ଯାଇଛନ୍ତି, ହାରି ତ ଯାଇନାହାନ୍ତି, ସେ ସମସ୍ତଙ୍କ ମନରେ ରହିଛନ୍ତି। ତୁମର ସମସ୍ତଙ୍କୁ ଅନୁରୋଧ ତାଙ୍କୁ ପଢ଼ିଲେ ମୁଁ ମାନୁଛୁ ସିଏ ହାରି ଯାଇଛନ୍ତି, ତା ମାନେ ନୁହେଁ ଯେ ସେ ମରି ଯାଇଛନ୍ତି। ଆଉ ଏତିକି ଅନୁରୋଧ ତାଙ୍କୁ ଗୋଇଠା ନ ମାରନ୍ତୁ। ଭାଉଜ ଏ ଦୁନିଆରେ ତ ହାର ଜିତ ଅଛି, ଏଠି ସେ କଥା କାହିଁ ମୋତେ ଲାଗୁନି। ଯଦି ତମେ ତମ ସ୍ୱାମୀର ଭଲ ଗୁଣ କିଛି କହିକି ଦିପଦ ଏମିତି ଲେମ୍ବୁ ରସ ଝରାନ୍ତ, ତାହେଲେ ହୁଏତ ମୋ ହୃଦୟକୁ ସ୍ପର୍ଶ କରିଥାନ୍ତା ବା ଓଡ଼ିଶାବାସୀଙ୍କ ହୃଦୟକୁ ସ୍ପର୍ଶ କରିଥାନ୍ତା। ମୋତେ ଏଠି ଲାଗୁଛି ଅଲଗା କିଛି ରହସ୍ୟ କଥା ଅଛି। এই ভিডিওটি সেইମାନଙ୍କ ପାଇଁ ଯେଉଁମାନେ କହୁଛୁ ଆମେ 75 ସିଟ୍ ନେବୁ, 80 ସିଟ୍ ନେବୁ, ଆମ ଦଳ ଜିତି ସାରିଛି, 10 ତାରିଖ ଦିନ ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିବୁ। ଆମ ଗାଁରେ ବି କିଛି ବେଲଜିଆ କହୁଥିଲେ ଆମ ଦଳ ଜିତି ସାରିଛି, ଚାଲ ବାଣ ମାରିବା। ପୁଅରେ ଆଜି ହେଲା 1 ତାରିଖ, 4 ତାରିଖ ଦିନ ରେଜଲ୍ଟ ବାହାରିବ। ହାରିଗଲେ ଲଜାରେ ମୁଁ ହଟେଇକି ବାଟ ଚାଲିପାରିବ ତ? ଆଉ ହଁ, ସେଇମାନଙ୍କୁ ମୋର ଚ୍ୟାଲେଞ୍ଜ ରଖୁଛି, ଯଦି ତମ ଦଳ 10 ତାରିଖ ଦିନ ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିଦେବ, ତାହେଲେ ମୁଁ ଲଣ୍ଡା ହେଇକି ଆମ ଗାଁରେ ବୁଲିବି। ଆଉ ଦେଖ, ତମେ କହିଥିଲ ହେଲେ କହିକି ନଣ୍ଡା ହେଲନି, ବାସ୍ ଏଟା ହେଲା 1 ନମ୍ବର ବେଇମାନି। ଦ୍ୱିତୀୟରେ ହେଲା ତମକୁ ସବୁ କିଏ ବେଞ୍ଚା ମୁହାଁ, କିଏ କୋଦାଳ ମୁହାଁ, କିଏ କ'ଣ କହୁଛନ୍ତି, ହେଲେ ମୁଁ କୌଣସି ଖରାପ କଥା ତମକୁ କହିବାକୁ ଚାହୁଁନି ବା କୌଣସି ଖରାପ ଲାଙ୍ଗୁଏଜରେ କହିବାକୁ ଚାହୁଁନି। ତମେ ଏମିତି କାହିଁକି ହେଉଛ ରେ ଉତ୍ପାତ? ତମର କ'ଣ କିଛି କାମ ଧନ୍ଦା ନାହିଁ? ରାତି ପାହିଲେ ପୁଣି ରାତି ହେବା ପର୍ଯ୍ୟନ୍ତ ଲୋକ ପାଗଳ ଭଳିଆ କାମ ଖୋଜୁଛନ୍ତି, କେମିତି ଘର ସଂସାର ଚଳିବ, ତାଙ୍କ ଘର ପରିବାର କେମିତି ମୁଠେ ଭଲରେ ଖାଇବେ। ହେଲେ ତୁ ଯେଉଁ ଭଳିଆ ହଉନୁ, ମୋତେ ଲାଗୁଛି କିଛି କାମ କରୁନଥିବୁ, ବାପା ପଇସାରେ ଗେପ୍ ହେଉଛୁ, ମାନେ ଖାଉଛୁ, ଖାଇକି ଏମିତିଆ ସବୁ ସୋସିଆଲ ମିଡ଼ିଆରେ କର୍ମ କରୁଛୁ। ଛି 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 ଛି।